ରଘୁ ନାମକ ଗରିବ ସଚ୍ଚୋଟ କାଠ କଟାଳି ଲୋକଟିଏ ଥିଲା। ପ୍ରତିଦିନ ସକାଳେ କାଠ କାଟିବାକୁ ସେ ଜଙ୍ଗଲକୁ ଯାଉଥିଲା। ସେହି କାଠକୁ ଆଣି ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରୁଥିଲା। ଗରମ ଦିନରେ ରଘୁ ନଦୀ କୂଳରେ ଥିବା ଏକ ଗଛ କାଟୁଥିବା ଅବସ୍ଥାରେ ହାତରୁ ତାର କୁରାଢ଼ୀଟି ଖସିଗଲା। କୁରାଢ଼ୀଟି ନଦୀର ଗଭୀର ଜଳରେ ପଡ଼ିଗଲା। ରଘୁ ବହୁତ ଦୁଃଖରେ ବସି ଭାବୁଥାଏ, କାରଣ କୁରାଢ଼ୀଟି ରୋଜଗାର କରିବା ଏକମାତ୍ର ଉପାୟ ଥିଲା। ସେ ନଦୀ କୂଳରେ ବସି ଚିତ୍କାର ହୋଇ କାନ୍ଦିବାକୁ ଲାଗିଲା। ତାର ଚିତ୍କାର ଶୁଣି ଏକ ଯାଦୁକରୀ ଝଲସୁଥିବା ମାଛଟିଏ ପାଣିରେ ଦେଖାଗଲା। ମାଛଟିଏ ରଘୁକୁ ପଚାରିଲା, କାଠ କଟାଳି, ତୁମେ କାହିଁକି ଏତେ ଦୁଃଖିତ? ରଘୁ ଉତ୍ତର ଦେଲା, ମୋ କୁରାଢ଼ୀଟି ନଦୀରେ ପଡ଼ିଗଲା। ଏହା ବିନା ମୁଁ କେମିତି ପରିବାର ଜୀବିକା ନିର୍ବାହ କରିବି? ଯାଦୁକରୀ ମାଛଟି ଦୟାଳୁ ଭାବରେ କହିଲା, ତୁମେ ଅପେକ୍ଷା କର। ମାଛଟି ଗଭୀର ଜଳ ଭିତରେ ବୁଡ଼ି ଏକ ଚକଚକିଆ ସୁନାର କୁରାଢ଼ୀ ଧରି ଫେରିଲା।